ଶ୍ରୀମଦ୍ ଭାଗବତର ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ହେଉଛି ଭକ୍ତି ଏବଂ ଶରଣାଗତିର ଏକ ଅଦ୍ଭୁତ ମିଶ୍ରଣ। ଏହି ଅଧ୍ୟାୟର ନାମ କୁନ୍ତୀ ଦେବୀଙ୍କ ସ୍ତୁତି ଓ ପରୀକ୍ଷିତଙ୍କ ରକ୍ଷା। ଏହି ସମ୍ପୂର୍ଣ୍ଣ କାହାଣୀଟି ମୁଖ୍ୟତଃ 3 ଭାଗରେ ବିଭକ୍ତ। ପ୍ରଥମ ଭାଗରେ ଅଶ୍ୱତ୍ଥାମାଙ୍କ ବ୍ରହ୍ମାସ୍ତ୍ର ଓ ପରୀକ୍ଷିତଙ୍କ ରକ୍ଷା। ମହାଭାରତ ଯୁଦ୍ଧ ଶେଷ ହେବା ପରେ ଯେତେବେଳେ ପାଣ୍ଡବମାନେ ମୃତ ସମ୍ପର୍କୀୟଙ୍କୁ ଜଳତର୍ପଣ କରି ଫେରୁଥିଲେ, ସେତେବେଳେ ଅଶ୍ୱତ୍ଥାମା ପାଣ୍ଡବ ବଂଶ ନିପାତ କରିବା ପାଇଁ ଅଭିମନ୍ୟୁଙ୍କ ପତ୍ନୀ ଉତ୍ତରାଙ୍କ ଗର୍ଭକୁ ଲକ୍ଷ୍ୟ କରି ବ୍ରହ୍ମାସ୍ତ୍ର ପ୍ରୟୋଗ କଲେ। ଉତ୍ତରା ଭୟଭୀତ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କୁ ରକ୍ଷା ପାଇଁ ପ୍ରାର୍ଥନା କଲେ। ଭଗବାନ କୃଷ୍ଣ ନିଜର ଚକ୍ର ଦ୍ୱାରା ଉତ୍ତରାଙ୍କ ଗର୍ଭରେ ଥିବା ସନ୍ତାନ, ଯିଏକି ଭବିଷ୍ୟତରେ ରାଜା ପରୀକ୍ଷିତ ରୂପେ ପରିଚିତ ଥିଲେ, ତାଙ୍କୁ ବ୍ରହ୍ମାସ୍ତ୍ରର ତେଜରୁ ରକ୍ଷା କଲେ। ଦ୍ୱିତୀୟ ଭାଗରେ ଶ୍ରୀକୃଷ୍ଣଙ୍କ ବିଦାୟ ବେଳେ କୁନ୍ତୀଙ୍କର ସ୍ତୁତି। ସବୁ ବିପଦ ଦୂର ହେବା ପରେ ଏବଂ ଯୁଧିଷ୍ଠିରଙ୍କୁ ରାଜସିଂହାସନରେ ବସାଇବା ପରେ ଶ୍ରୀକୃଷ୍ଣ ଦ୍ୱାରକା ଯିବା ପାଇଁ ପ୍ରସ୍ତୁତ ହେଲେ। ସେତେବେଳେ ମାତା କୁନ୍ତୀ ତାଙ୍କ ପାଖକୁ ଆସି କହିଲେ, ହେ ପ୍ରଭୁ, ଆପଣ ଚାଲିଗଲେ ଆମର କ'ଣ ହେବ? ଆମେ ଯେତେବେଳେ ବିପଦରେ ଥିଲୁ ଆପଣ ସବୁବେଳେ ଆମ ସହିତ ଥିଲେ, କିନ୍ତୁ ଆଜି ସୁଖ ଆସିବା ପରେ ଆପଣ ଚାଲି ଯାଉଛନ୍ତି। କୁନ୍ତୀ ଦେବୀ କହିଲେ କି ସାଧାରଣ ଲୋକେ ଆପଣଙ୍କୁ ଚିହ୍ନି ପାରନ୍ତି ନାହିଁ, କିନ୍ତୁ ଆପଣ ହେଉଛନ୍ତି ପରମ ପୁରୁଷ। ସେ ପ୍ରାର୍ଥନା କଲେ, ବିପଦ ସନ୍ତୁ ତାହା ଶାଶ୍ୱତ। ହେ ପ୍ରଭୁ, ଆମ ଜୀବନରେ ବାରମ୍ବାର ବିପଦ ଆସୁ, କାରଣ ସେହି ବିପଦ ବାହାନାରେ ଆମେ ଆପଣଙ୍କ ଦର୍ଶନ ପାଉଛୁ। ସେ ବୁଝାଇଲେ କି ସମ୍ପତ୍ତି, ଐଶ୍ୱର୍ଯ୍ୟ ଏବଂ ସୁଖ ମଣିଷକୁ ଅହଙ୍କାରୀ କରିଦିଏ, ଯାହା ଫଳରେ ସେ ଭଗବାନଙ୍କୁ ଭୁଲିଯାଏ। ତେଣୁ ଦୁଃଖ ହିଁ ଭଲ। ଏହି ଅଧ୍ୟାୟର ଶେଷ ଭାଗରେ ରାଜା ଯୁଧିଷ୍ଠିରଙ୍କ ମନରେ ପ୍ରବଳ ଅନୁତାପ ଆସିଲା। ସେ ଭାବିଲେ କି ତାଙ୍କ ପାଇଁ ଲକ୍ଷ ଲକ୍ଷ ସୈନ୍ୟ, ବନ୍ଧୁବାନ୍ଧବ ଏବଂ ଗୁରୁଜନଙ୍କର ରକ୍ତ ବୋହିଛି। ସେ ନିଜକୁ ଅପରାଧୀ ମନେ କଲେ। ଶ୍ରୀକୃଷ୍ଣ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ, କିନ୍ତୁ ଯୁଧିଷ୍ଠିରଙ୍କ ଶୋକ ଏତେ ଗଭୀର ଥିଲା ଯେ ସେ ଶାନ୍ତ ହେଲେ ନାହିଁ। ଏହି ଅଧ୍ୟାୟର ସାର କଥା ହେଲା, ଭଗବାନ କେବଳ ଦୁଃଖର ସାଥୀ ନୁହନ୍ତି, ବରଂ ସୁଖ ଓ ଦୁଃଖ ଉଭୟ ତାଙ୍କର ଲୀଳା। ମାତା କୁନ୍ତୀଙ୍କ ଭକ୍ତି ଏତେ ଉଚ୍ଚ କୋଟିର ଥିଲା ଯେ ସେ ନିଜ ସନ୍ତାନଙ୍କ ସୁଖ ଅପେକ୍ଷା କୃଷ୍ଣଙ୍କ ସ୍ମୃତିକୁ ଅଧିକ ଗୁରୁତ୍ୱ ଦେଉଥିଲେ। ଜୟ ଜଗନ୍ନାଥ।